ବର୍ଷା ଦିନରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଡ୍ରେନ୍ ସମସ୍ୟା। ତେଣୁ ସେହି ସମସ୍ୟାକୁ ଦୂର କରିବା ପାଇଁ ତତ୍ପର ହୋଇଛନ୍ତି ସଦର ବିଧାୟକ। ବାଲେଶ୍ୱର ସହର ଉପକଣ୍ଠ ପାତ୍ରପଡ଼ା ଅଞ୍ଚଳରେ ଜନସାଧାରଣଙ୍କୁ ସାକ୍ଷାତ ସହ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ। ରାସ୍ତା ସହିତ ବର୍ଷା ଜଳ ନିଷ୍କାସନ ପାଇଁ ସୁବ୍ୟବସ୍ଥିତ ଡ୍ରେନ୍ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପଟେ ବିଶ୍ୱ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିର ପୁନରୁଦ୍ଧାର ସହ ବିକାଶ ପାଇଁ ରାଜ୍ୟ ସରକାରଙ୍କ 11 କୋଟି ଟଙ୍କାର ଅନୁଦାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିସହିତ ବୁଢ଼ାବଳଙ୍ଗ ନଦୀ ମୁହାଣ ବଳରାମଗଡ଼ିଠାରେ 75 କୋଟି ଟଙ୍କା ଖର୍ଚ୍ଚରେ ନବନିର୍ମିତ ବୃହତ୍ ଫିସିଂ ହାର୍ବର ମଧ୍ୟ କାର୍ଯ୍ୟକାରୀ ଅପେକ୍ଷାରେ ରହିଛି। ତେବେ ବାଲେଶ୍ୱର ସହର ଉପକଣ୍ଠ ପାତ୍ରପଡ଼ାଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ସ୍ତରରେ ଚାଲିଛି। ଏହି ଅବସରରେ ଗତକାଲି ବିଧାୟକ ମାନସ କୁମାର ଦତ୍ତ ପାତ୍ରପଡ଼ା ଅଞ୍ଚଳରେ ଜନସାଧାରଣଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ବାଲେଶ୍ୱରରୁ ପ୍ରସଞ୍ଜିତ ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।